ରାମ ଏପଟେ ଛଟପଟ ହଉଥିବାର ଦେଖି ଚିକି କ'ଣ କରନ୍ତି ନା ମାଧବୀ ଧରିଥିବା ଚିକିର ହାତକୁ ଚିକି ଛାଟି ଦୌଡ଼ି ଆସି ରୋହିର ହାତରୁ ଜୋର ଜବରଦସ୍ତ ରାମଙ୍କର ମେଡ଼ିସିନ ଛଡ଼େଇ ନେବାକୁ ଚେଷ୍ଟା କରନ୍ତି ଆଉ ମେଡ଼ିସିନ ମଧ୍ୟ ନେଇଯାଆନ୍ତି। ତାପରେ ସେ ମେଡ଼ିସିନକୁ ନେଇ ରାମକୁ ଇଞ୍ଜେକ୍ସନ ଥ୍ରୁରେ ଦେଇ ଦିଅନ୍ତି ଆଉ ମୁହଁରେ ବହୁତ ସାରା ପାଣି ଛିଞ୍ଚି କହନ୍ତି କି ତମର କିଛି ବି ହେବନି ରାମ, ତମର କିଛି ବି ହେବନି ଇଂଲିଶ ମିଡ଼ିୟମ, ମୁଁ ତମର କିଛି ହେବାକୁ ଦେବିନି। ତାପରେ ସୁଗନ୍ଧା ବହୁତ ଜୋରେ ରାଗିଯାଆନ୍ତି ତାଙ୍କ ପୁଅ ଏମିତି ରାମ ଏମିତି ଛଟପଟ ହେବାର ଦେଖି ସୁଗନ୍ଧା କହନ୍ତି କି ଆରେ ତମେ ମାନେ ମଣିଷ ନା ପଶୁ? ହାଁ, କ'ଣ ଭାବୁଛ ତମେ ମାନେ? ନିଜକୁ କ'ଣ ଭାବୁଛ ତମେ ମନେ ମନେ କୁହ ତ? ତାପରେ ମାଧବୀ କହନ୍ତି କି ଅପା ତମେ ମୋତେ କ'ଣ ପାଇଁ ମାରିଲ? ଏ ବହୁରୂପୀକି ମାରିବାର ଥିଲା। ତାପରେ ସୁଗନ୍ଧା କହନ୍ତି କି ମାଧବୀକୁ ଚୁପ୍ କର, ଏକଦମ ଚୁପ୍ କର। ଆରେ ତମେ ଏତେ ଖରାପ ତମ ଚିନ୍ତାଧାରାକୁ ସତ କରିବାକୁ ଯାଇ ଶେଷରେ ମୋ ପୁଅର ଜୀବନ ନେବାକୁ ଚେଷ୍ଟା କରୁଛ ହଁ? ତାପରେ ରୋହି କହିବ କି ଆଣ୍ଟି ଆମେ ଆଈଙ୍କ ଆଗରେ ପ୍ରୁଭ୍ କରିଦେବୁ ଯେ ସେ ଦୁର୍ଗା ନୁହେଁ ଚିକି ବୋଲି। ତାପରେ ସୁଗନ୍ଧା କହିବ କି ହଁ ସେ ଦୁର୍ଗା ନୁହେଁ ଚିକି, ତ କ'ଣ ହେଲା ସେଇଠୁ? ତୋର କ'ଣ ଅସୁବିଧା ହେଉଛି ଯେ? ଠିକ୍ ଅଛି ମୁଁ ମାନିନେଲି ସିଏ ଦୁର୍ଗା ନୁହେଁ ଚିକି ବୋଲି, ତ କ'ଣ ହେଲା ସେଇଠୁ? କିନ୍ତୁ ତମେ ମାନେ ମୋ ପୁଅ ରାମ ସହିତ ଯାହା କରିଛ ମା ଜାଣିଲେ କ'ଣ ହେବ ଜାଣିପାରୁଛ ତ? ଏବେ ମୋତେ ମା ଆଉ ବାବାଙ୍କୁ ଜଣେଇବାକୁ ପଡ଼ିବ ଯେ ତମେ ମାନେ ମିଶିକି ମୋ ପୁଅକୁ ମାରିବାକୁ ବସିଛ। ତାପରେ ତମମାନଙ୍କ ନିଷ୍ପତ୍ତି ସେଇଠି ହିଁ ହେବ। ସୁଗନ୍ଧା ଯିବା ବାଟରେ ରାମ ଅଟକାନ୍ତି ଆଉ କହନ୍ତି କି ନାଇଁ ମା ରହିଯାଅ, ମା ଖୁଡ଼ି ଏମିତି କାମ କେବେ ବି କରିନଥାନ୍ତି, ଏ ସିଆ ହିଁ ତାଙ୍କ ମୁଣ୍ଡରେ ଭୂତ ପୂରେଇଛି। ତାପରେ ଚିକି ଉଠି କହିବ ରୋହିକି ଯଦି ମୋ ବିଷୟରେ ନ ଭାବି ନିଜ ବିଷୟରେ ଭାବନ୍ତୁ ତ ତାହେଲେ ବହୁତ ଭଲ ହୁଅନ୍ତା। ପୁଣି ଚିକି କମେଣ୍ଟ ମାରିକି ରୋହିକୁ କହିବେ କି ସିଆ ଓ ସରି ଆରେ ନା ତୁ ପୁରା ରୋହି। ପୁଣି ଚିକି କହିବେ କି ଏବେ ବି ସମୟ ଅଛି ରୋହି, ସତ ମାନିଯା ଆଉ ଏ ଗେମ୍କୁ ଏଇଠି ଏଣ୍ଡ କର, ନହେଲେ ମୁଁ ତୋର ଦି ଏଣ୍ଡ କରିଦେବି। ଏଇଟା ବହୁତ ଭଲ ଭାବରେ ମୁଣ୍ଡରେ ପୁରେଇ ରଖ ରୋହି। ଚିକି ଏମିତି କମେଣ୍ଟ ମାରି ରୋହିକୁ ବହୁତ କଥା କହନ୍ତି।